এই যে লেখা আছে 500 ml সেটা কোন এতে রইব মাছ আজ্ঞা 2 পিস চিংড়ি রইব হাফ প্লেট 4-5 পিস রইব আজ্ঞা আর মটন 4 পিস রইব আজ্ঞା তো হোটেল মশলা আজ্ঞା এনে হোটেল এনে সেপଟେ 4-5টা ଏପଟେ 3-4ଟା ହୋଟେଲ ପୁରା ବଡ଼ ଆଜ୍ଞା ମୋ ଲୋକ ଯେମିତି ଖାଇବା କଥା ଖାଉଛନ୍ତି ଆଉ। हेलो गाइस जय जगन्नाथ मुझे ज्ञानांजन वेलकम करती गोटे न्यूज शानदार वीडियो आशा करती आपन परिवार प्रति सदस्य मो पृथ्वी बंधन बहुत भल थी तो मुझे पहुँच जाइए देखते पुरी एटा पुरी आ ब्रह्मगिरी ब्रह्मगिरी मेन रोडटा यहाँ तो सही रोड गोटे अच्छी सामुका होटेल सॉरी सामुका कहली सांडुका होटेल तो सांडुका होटेल आज पहुँच जाइए मतलब गोटे सांगटे कहला कि मैंने सामुका होटेल थे टेस्ट कर चिकेनटा बढ़िया दूसरी तो मुझे आज पलि आज अच्छी कौ बार आज शनिवार अच्छी तो शनिवार पलि आसी चिकेन टे टेस्ट करा देखा कौन टेस्ट अच्छी आउ पूरा वीडियो पूरा फास्ट फास्ट देखो मजा आसो तो चलो वीडियो स्टार्ट करवा यहाँ रहा होटेल सांडुका देख सॉरी हाँ सांडुका देखिए यहाँ बोर्ड माने बोर्डटा तो एपटे अच्छे फ्रंटा देखो यहाँ रोज फ्रंटा एपटे साइडटा एपटे लिखाई मेल 500 राइस 1 प्लेट मटन 4 पीस चिकेन 4 पीस फिश यहाँ सब कौन लिखाई पचर पचारि बुझिया देखो ना लोकेशनटा कहीदे आपड़ आसले पुरी तो पुरी आप ब्रह्मगिरी रास्तार तो जस्ट आप क्रॉस करेंगे कौन जो मंगलाहाट ब्रिज क्रॉस करेंगे यहाँ पड़ो लोकेशनटा आपको भलसे बुझी कहीदेवी देखो लिखाई होटेल सांडुका तो ये बाहर ही अच्छी चुलीटा आठ सब रोषे प्रिपेरेसन होची साइड्रे अच्छी बसिक खाया अच्छे एपटे होटेल इंटरव्यूटा देखो किसी एमती अच्छी पूरा ऊपर एडजस्ट पड़ी पछपटे एमती अच्छी सट टाइप आग गोटे सब रोषे हो सब आइटम गुड़ा पूरा ये काठ चुली काठरे जो तैयारी पूरा काठ चुली तैयारी हो रोषे गुड़ा सब माछ छिंचड़ा केତେ ସମୟ ଲାଗୁଛି କରିବା ପାଇଁ ଅଧଘଣ୍ଟା ଲାଗିବ କ'ଣ କ'ଣ ପରିବା ପକାଇଛନ୍ତି ଏଥିରେ ପଡ଼ିଛି କଖାରୁ କୋବି ଆଜ୍ଞା ଆଳୁ ତାପରେ ମାଛ ଚିଙ୍ଗୁଡ଼ି ପଡ଼ିବ ଏଇଟା ଏମିତି ସିଝା ହେଇସାରିଲା ପରେ ତାପରେ ମାଛ ଭଜା ପଡ଼ିବ ନା ମାଛ ଚିଙ୍ଗୁଡ଼ି ଭଜା ହେଇକି ପଡ଼ିବ ମାଛ ମୁଣ୍ଡ ଆଜ୍ଞା ହୋଟେଲଟା କେତେ ବର୍ଷ ହେଲାଣି 20-22 ବର୍ଷ ହେଲାଣି ଆପଣ ମାନେ ସବୁଠୁ ମାନେ ଲୋକ ପସନ୍ଦ କରୁଛନ୍ତି କ'ଣ ମୋର ଭାତଟା ବେଶୀ ପସନ୍ଦ କরি ଭଲ ମାନେ ମୋର ଅନ୍ନଟା ହେଉଛି ଆଜ୍ଞା ସେଇଟା ବେଶୀ ଫେମସ୍ ମଟନ୍ ମାଛ ମାଛ ଖାଇବା ସେମିତି ମାଛ ନାହିଁ ଆଜ୍ଞା ଆଉ ଚିକେନରେ ବି ସେଇଭଳିଆ ମୋର ସବୁ ସୋରିଷ ତେଲ ଆଉ ଆଜ୍ଞା ରିଫାଇନ୍ ତେଲ ଟୋଟାଲ୍ ନାହିଁ ଆଉ ଯେତେବେଳେ ହୋଟେଲ ନଥିଲା ଆଜ୍ଞା ଏନେ ହୋଟେଲ ଏନେ ସେପଟେ 4-5ଟା ଏପଟେ 3-4ଟା ହୋଟେଲ ପୁରା ବଡ଼ ଆଜ୍ଞା ମୋ ଲୋକ ଯେମିତି ଖାଇବା କଥା ଖାଉଛନ୍ତି ଆଉ ଆଜ୍ଞା ଏଇଟା ଏଇ ଯେଉଁ ଅଛି ମାନେ ଲୁଣି ଚୁଙ୍ଗୁଡ଼ି ନା ମଧୁର ଚୁଙ୍ଗୁଡ଼ି ଏଇଟା ନୁଣି ଚିଲିକା ଚୁଙ୍ଗୁଡ଼ି ସେ କ'ଣ ଘାଣ୍ଟ ପାଇଁ ବଡ଼ ମାଛ ନା ଏଇଟା କେଉଁ ମାଛ ରୋହି ମାଛ ଏଇଟା ରୋହି ମାଛ ନା ପୁରା ବଡ଼ ବଡ଼ ସାଇଜ୍ ବି ଅଛି ମସଲାଟା ଆଗରୁ କରି ରଖିଥିଲେ ବୋଧେ ଏ ମସଲାଟା ଆଗରୁ କରି ରଖିଥିଲେ ମସଲାଟା ଏଇ ଜିନିଷଟା ହେଲା ସବୁ ନଗଦ ଆମର ବାସି ରହିବନି ଦେଖନ୍ତୁ ମାନେ ରୋଷେଇଟା ସରିନି ଏବେ ଚାଲିଛି ଘାଣ୍ଟଟା ପ୍ରିପେୟାର ଚାଲିଛି ଲୋକ ଆସିଛନ୍ତି ଖାଇବା ପାଇଁ ଦେଖନ୍ତୁ ତ ଏଇଟା ହେଲା ରାଇସ୍ଟା ନା ଅରୁଆ ନା ଉଷୁନା ଉଷୁନାଟା ନା ହଁ ବଡ଼ା ପିସ୍ ଅଛି ଏ ଯେଉଁ ମଟନ୍ ଏଇଠୁ ଆଣୁଛନ୍ତି ବୋଧେ ତ ଖାସି ମାଂସ ନା ଖାସି ପିଓର ଖାସି ଆଉ ଏଇଟା ରହିଲା ଚିକେନ୍ଟା ବଡ଼ 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 ସାଇଜ୍ ବି ଅଛି ନା
ଏଇଟା ଆଜ୍ଞା କ'ଣ ମାଛ ମାଛ ତରକାରୀ ନା ବେସର ଝୋଳ ଝୋଳ ମାଛ ଝୋଳଟା ଝୋଳଟା ଏଇଟା ଝୋଳରେ ମାଛ ଭଜା ବି ପଡ଼ୁଛି ଆଉ ଆପଣ ଏଠି କେବେଠୁ ଖାଉଛନ୍ତି ପୁରୁଣା ଦୋକାନ ଲାଗି ଆଜ୍ଞା ଟେଷ୍ଟ ଭଲ ଲାଗେ ସବୁଠୁ ମାନେ ଏଇ ଜାଗାରେ ସବୁଠୁ ଭଲ ଲାଗେ ଆପଣ ଏଇଟା ରେଟ୍ ହିସାବରେ ଟେଷ୍ଟ କ'ଣ କେମିତି ଠିକ୍ ଅଛି ଠିକ୍ ଅଛି ଏଇଟାକୁ କିଣା କିଣା ଚାଉଳ ବୋଧେ ହଁ ଚାଉଳ ନମ୍ବର ଚାଉଳ ପୁରା ଅରୁଆ ଚାଉଳ ଦେଖାଉଛି ଆଉ ଚାଉଳଟା ଖାଲି 70 ଟଙ୍କା କିଣା ଆଜ୍ଞା ଏଇଟା ଆସିଲା ଆଳୁ ଭର୍ତ୍ତା ଏଇଟା ଡାଲି ଆସିଲା ନା କେତେ ପିସ୍ ମଟନ୍ ଆସୁଛି 5 ପିସ୍ 4 80 ଟଙ୍କା ମାଛ ମିଲଟା 80 ଟଙ୍କା ଆଜ୍ଞା ଚିକେନ ମିଲ୍ 130 ଟଙ୍କା ମଟନ ମିଲ୍ 200 ଟଙ୍କା ଆଜ୍ଞା କଙ୍କଡ଼ା 150 ଟଙ୍କା ଆଜ୍ଞା ଆଉ କଙ୍କଡ଼ା ଆଜି ହେଇନି ବୋଧେ କଙ୍କଡ଼ା ହେଇନି ଆଜ୍ଞା ଆଉ ଚୁଙ୍ଗୁଡ଼ି 150 ଟଙ୍କା ଆଉ ଆଜ୍ଞା ଏଇ ଛୋଟ ଜମୁଡ଼ି ନା ବଡ଼ ଜମୁଡ଼ି ବଡ଼ ନା କେତେ ପିସ୍ ଆସିବ 5 ପିସ୍ 4 ପିସ୍ ଲେଖା ହେଇଛି 500 ଟଙ୍କା ମିଲ୍ ସେଟା କ'ଣ ସେଇଟା 35 ଦିନ ହୁଏ ମାନେ 31 ଡିସେମ୍ବର 31ରେ ସେ କ'ଣ ରୁହେ ସେଥିରେ ରହିବ ମାଛ ଆଜ୍ଞା 2 ପିସ୍ ଚୁଙ୍ଗୁଡ଼ି ରହିବ ହାଫ୍ ପ୍ଲେଟ୍ 4-5 ପିସ୍ ରହିବ ଆଜ୍ଞା ଆଉ ମଟନ 4 ପିସ୍ ରହିବ ଆଜ୍ଞା ଚିକେନ 4 ପିସ୍ ରହିବ 5 ଟଙ୍କା ସବୁ ତ ଆସିବ 5 ଟଙ୍କା ଚିକେନ ପାଣି ଗୋଟେ ବୋତଲ ରହିବ ଆଜ୍ଞା ପାମ୍ପଡ଼ ଗୋଟେ ପିସ୍ ରହିବ ସାଲଡ଼ ରହିବ ଆଉ ଅନ୍ନ ରହିବ ଘିଅ ଅନ୍ନ ସାଧା ଅନ୍ନ ଆଜ୍ଞା କରିଦିନ ଅଫର୍ ଥାଏ ଗୋଟେ ଆଉ ଆଜ୍ଞା ଭଲ ହେବ ଚିକେନଟା ଭଲ ହେବ ନା ମଟନଟା ଭଲ ହେବ ଯାହା ଖାଇବେ ସବୁ ଭଲ ଭଲ ହେବ ଅଧିକ ଲୋକ ଚିକେନ୍ ଖାଉଛନ୍ତି ତ ଚିକେନ୍ ଗୋଟେ ଦେଇଦେବେ ମୋତେ ତାହେଲେ ଆଉ ଏଠି ଦୁଇଟା ଯାକ ଅଛି ତ ମୁଁ ମଟନଟା ଆଜି ନ ଖାଇବି ତ ଚିକେନଟା ଆଜି ମଗାଇ ଦେଇଛି ତ ଦେଖିବା ଚିକେନଟା କ'ଣ ଟେଷ୍ଟ ଅଛି ଆଉ ଆଜି ଖରା ପାଗ ନାହିଁ ଆଜି ଥଣ୍ଡା ପାଗ ଅଛି ବଢ଼ିଆ ଲାଗୁଛି ଉପରକୁ ଫ୍ୟାନ୍ ଲାଗିଛି ଥଣ୍ଡା ଲାଗୁଛି ଏପଟକୁ ପବନଟା ଆସୁଛି ଏପଟେ ଫ୍ୟାନ୍ ଅଛି ବଢ଼ିଆ ଥଣ୍ଡା ଲାଗୁଛି ନହେଲେ ଖରା ହେଇଥିଲେ ଗରମ ଲାଗିଥାନ୍ତା ଲୋକ ପ୍ରବଳ ଜଲ୍ଦି ଖାଇଦେଇକି ପଳେଇବା ଭଲ ଅଛି ଆଜ୍ଞା ଚିକେନ୍ ମିଲ୍ରେ ପଳେଇ ଆସିଛି ଅନ୍ନ ଆସିଛି ଦେଖନ୍ତୁ ପୁରା ସରୁ ଉଷୁନା ଭାତଟା ଦେଖନ୍ତୁ ପୁରା ସରୁ ଉଷୁନା ଭାତଟା ଡାଲି ଏଇଟା ହେଲା ଘାଣ୍ଟ ଚିଙ୍ଗୁଡ଼ି ଆଉ ମାଛ ଘାଣ୍ଟ ଆଉ ଆଳୁ ଭର୍ତ୍ତା ପାମ୍ପଡ଼ ଏଇଟା ଶାଗୁ ପାମ୍ପଡ଼ ନୁହଁ ଭଲ ପାମ୍ପଡ଼ ଆଉ ଏଇଟା ଆସିଲା ଆମର ଚିକେନ୍ ତ ଚିକେନ୍ ଦେଖନ୍ତୁ 1 2 3 4 5 ପିସ୍ ଚିକେନ୍ ଆସୁଛି ବଢ଼ିଆ ସାଇଜ୍ ଦେଖନ୍ତୁ ସାଇଜ୍ ଦେଖନ୍ତୁ ଚିକେନ୍ର ଭଲ ଅଛି ଆପଣ ଏଠି ଫାର୍ଷ୍ଟ ଟାଇମ୍ ଖାଇଲେ ନା ଆଗରୁ ଖାଇଥିଲେ ଆଗରୁ ପାର୍ସଲ ନେଇ ଏଠି ଘର ପାଖରେ ପାର୍ସଲ ନେଇକି ଆମେ ଆଜ୍ଞା ସବୁଠୁ ଭଲ କ'ଣ ଲାଗୁଛି ସବୁଠୁ ଭଲ କ'ଣ ଲାଗୁଛି ଆପଣଙ୍କୁ ସବୁ ଭଲ ଲାଗେ ଏବେ ଖାଇବା ଫାଷ୍ଟ ଦେଖନ୍ତୁ ଏଇ ଉଷୁନା ଭାତ ଷ୍ଟାର୍ଟ କରିବା ଉଷୁନା ଭାତ ଡାଲି ନା ଉଷୁନା ସରୁ ଚାଉଳଟା ଭଲ ଲାଗୁଛି ଟିକେ ଭାତ ଟିକେ ଲୁଣ ଟିକେ ଲାଗିଲେ ଭଲ ଲାଗେ ଭାତ ଲୁଣ ପଡ଼ିଛି ଭଲ ଲାଗୁଛି ମୋତେ ଏବେ ଘାଣ୍ଟଟା ଟେଷ୍ଟ କରିବା ଚଳିବ ଏବେ ଏଣ୍ଡ ଗେଷ୍ଟ पूरा सीझे बराबर और झोलटा देखो तेल प्रबल तेल देखो गोटे तेल प्रबल अच्छे Udah deh lah.
ଯେଉଁଟା ପତଳା ଝୋଳ ଅଛି ଟେଷ୍ଟ ବଢ଼ିଆ ଅଛି। ଆଉ ଧରିକି ଆସି ମଟନ୍ ଟେଷ୍ଟ କରିଦେବା ଆଉ। ପିସ୍ ରସ ମାନେ ମୋ ପିସ୍ ରସ ଦେଇଛନ୍ତି। ମାନେ ପକୋଡ଼ାର ଯେଉଁ ଗୋଟେ ଫ୍ଲେଭରଟା ଯେମିତି ଆସେନି, ମୁଁ ଗୋଟେ ପିସ୍ଟେ ଖାଇଲି ପାଟି ସେଭଳିଆ ଫ୍ଲେଭର ଆସିଲା। ବଢ଼ିଆ ଲାଗୁଛି। ମାନେ ଧନିଆ ପତ୍ର ଯେଉଁ ପକାଇଛନ୍ତି, ଧନିଆ ପତ୍ର ଯେଉଁ ତା ବାସ୍ନାଟା ପୁରା ଝୋଳଟା ପୁରା ପତଳା ଝୋଳ ବୁଝିଲେ, ଟେଷ୍ଟ ବଢ଼ିଆ। ପୁରା ଲୁଣ ଠିକ୍ଠାକ୍ ଯେମିତି ଯାହା ଦରକାର ଠିକ୍ ଅଛି ସବୁ। ଆଉ ଚିକେନ୍ ପାଇଗଲେ ଘାଣ୍ଟ କିଏ ପଚାରେ ହେଲା ଚିଙ୍ଗୁଡ଼ି ଉପରେ ତେଲ ତେଲ ଦେଖାହେଉଛି, ଖାଇଲେ ମସଲା ଜମା ଲାଗୁନି, ପାଟି ବଢ଼ିଆ ଲାଗୁଛି। ପୁରା ଗାଁ ଷ୍ଟାଇଲ୍ ଚିକେନ୍ ଦେవాలి। 5 ପିସ୍ ବଡ଼ ବଡ଼ ସାଇଜ୍ ଚିକେନ୍ ରହୁଛି। ଟେଷ୍ଟ ପୁରା ଇଭାନ୍ ଅଛି। ମଟନ୍ ଯୋଉଟା ଦେଖାଉଥିଲା ଚିକେନ୍ ଭଳିଆ ଦେଖାଉଥିଲା। ଯଦି ତରକାରୀ ଦେଉଛନ୍ତି ଗୋଟେ ଲୋକ ପାଇଁ ଏନଫ୍। 5 ପିସ୍ ବଡ଼ ବଡ଼ ସାଇଜ୍ ଚିକେନ୍ ରହୁଛି। ଘରୋଇ ପୁରା ଚିକେନ୍ ତରକାରୀ ପୁରା ସେଇଭଳିଆ ଡିଟୋ ଲାଗୁଛି। ଏଇଟା ଟିକେ ହାଇ ଅଛି 130 ଟଙ୍କା, ପୁରା ସକାଳେ 120 ଟଙ୍କା, 130 ଟଙ୍କା ତୁମେ 5 ପିସ୍ ଚିକେନ୍ ଦେଉଛନ୍ତି। ବଢ଼ିଆ ଅଛି। ମାନେ ପିଜା ସବୁ ଠିକ୍ ଅଛି, ମସଲାର କ୍ୱାଣ୍ଟିଟି ଠିକ୍ ଅଛି, ସବୁ ଠିକ୍ ଅଛି। ସବୁଠୁ ବଢ଼ିଆ ହେଉଛି ଚାଉଳଟା ମନ ଖୁସି ହେଇଯିବ। ମୁଁ ତ ଫାଷ୍ଟ ଦେଖିଲି ଚାଉଳଟାକୁ ମାନେ ଅରୁଆ ଚାଉଳ ଯେହେତୁ ଉଷ୍ଣ ଚାଉଳ ଯେମିତି କହିଲା ଭଳିଆ ମାନେ ଭଲ ହେଉଛି ଚାଉଳଟା। ଖାଇବା ତ ସରିଗଲା। ଚିକେନ୍ ଦେଖନ୍ତୁ ସବୁ ସରିଯାଇଛି, ଖାଲି କଣ୍ଟା ଦୁଇଟା ଅଛି। ପୁରା ବୁଲି କିଏ ଲୋକ ଖାଇବାକୁ ଆସିବେ ତ ହୋଟେଲ ଲୋକେସନ୍ଟା ଟିକେ କହିବେ। କୋଇଲାଡ଼ା ଛକ, ଆଜ୍ଞା ମାନେ ଖଡ଼ିପଦା କୋଇଲାଡ଼ା ଛକ, ଆଜ୍ଞା ବ୍ରହ୍ମଗିରି ରୋଡ଼। ଆଜ୍ଞା ସାଣ୍ଡୁକ ହୋଟେଲ କହିଲେ ଜାଣିଦେବେ ଆପଣ ସମସ୍ତେ। ଖାଇ ତ ମୁଁ ବି ସେ ହୋଟେଲରେ ଖାଇଦେଇକି ତ ଆସିଛି ଏଠି କିଛି ଦୂର, ମାନେ ଆଉ ଟିକେ ଆଗକୁ ପଳେଇ ଆସିଛି। ଓଭରାଲ୍ ଟେଷ୍ଟ ଆପଣଙ୍କୁ କହିଦେଇଛି। ଚିକେନ୍ର ଟେଷ୍ଟଟା ବହୁତ ବଢ଼ିଆ ଥିଲା। ଆଉ ଯେଉଁ ରାଇସ୍ଟା ଥିଲା ଉଷୁନା ଭାତ ରାଇସ୍ଟା, ସେଇଥିରେ ମୋ ମନ ଖୁସି ହେଇଯିବ। ଆଉ 30 ଟଙ୍କା 130 ଟଙ୍କା ଦେଇ କିଛି ଖରାପ ବି ନାହିଁ, ଚଳିବ। ଓଭରାଲ୍ ଏକ୍ସପିରିଏନ୍ସ ତ ଏୟା ରହିଲା। ତ ଆପଣ ଯଦି ଆସୁଛନ୍ତି ତ ନିଶ୍ଚୟ ଆସନ୍ତୁ, ଦେଖନ୍ତୁ କ'ଣ କେମିତି ଟେଷ୍ଟ ଅଛି। ଆଉ ଯଦି ଆପଣଙ୍କୁ ଭଲ ଲାଗିବ ତ ନିଶ୍ଚୟ ମୋତେ କମେଣ୍ଟ କରିବେ। ଆଉ ମୋତେ କିନ୍ତୁ ଭଲ ଲାଗିଲା, ଚିକେନ୍ ତରକାରୀଟା ବହୁତ ବଢ଼ିଆ ଲାଗିଲା। ଚିକେନ୍ ତରକାରୀଟା ଆଉ ତାଙ୍କ ଯେଉଁ ଅନ୍ନ ଯେଉଁ ଉଷୁନା ଭାତଟା ସରୁ ସରୁ ଥିଲା, ବଢ଼ିଆ ଟେଷ୍ଟ ଲାଗିଲା। ହଉ ଆଜି ପାଇଁ ଏତିକି। ତ ଚାଲନ୍ତୁ ଦେଖା ନେକ୍ସଟ ଭିଡ଼ିଓ। ଟାଟା ବାଏ ବାଏ, ଟେକ୍ କେୟାର। ଆଉ ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କି ଭିଡ଼ିଓଟି ଲାଇକ୍ କରିନାହାନ୍ତି ଜଲ୍ଦି କରିଦିଅନ୍ତୁ।